नमस्कार ମୁଁ ବିକାଶ ପାତ୍ର। ଜୟପୁରର ବର୍ତ୍ତମାନର ସମସ୍ୟା ବହୁତ ଦିନ ଧରି ଲାଗି ରହିଛି। ତିନୋଟି ସମସ୍ୟା। ବହୁତ ବଡ଼ ସମସ୍ୟା ହେଲା ଜଗନ୍ନାଥ ସାଗର, ଆଉ ଗୋଟେ ସମସ୍ୟା ହେଲା ପେପର ମିଲ୍, ଆଉ ଗୋଟେ ସମସ୍ୟା ବିଡି କଲେଜ ୟୁନିଭର୍ସିଟି ହେଲା କିନ୍ତୁ ନହେଲା ସହିତ ସମାନ। କିନ୍ତୁ ମୁଁ କିଛି ଅଲଗା ଚିନ୍ତାଧାରା କରିକି ଆଜି ଗୋଟେ କହିବାକୁ ଚାହୁଁଛି। ବହୁତ ବର୍ଷ ହେଲାଣି ଏଇ ସମସ୍ୟା ଭିତରେ ହିଁ ଆମକୁ ରଖିଦେଲେ, ଯେମିତିକି ଆଗାମୀ ଦିନରେ ଯୁବପିଢ଼ି କିଛି ଚିନ୍ତା ହିଁ କରୁନାହାନ୍ତି। ଭବିଷ୍ୟତ ଆମର କ'ଣ ହେବ, ଆଗାମୀ ଭବିଷ୍ୟତ ଯୁବପିଢ଼ିର କ'ଣ ଡେଭଲପମେଣ୍ଟ କ'ଣ ହେବ। କିଛି ଦିନ ଭିତରେ ଭାରତମାଳା ଯେହେତୁ ଉଦ୍ଘାଟନ ହେଉଛି, ବହୁତ ବଡ଼ ପ୍ରୋଜେକ୍ଟଟା, ରାୟପୁର ଟୁ ଭାଇଜାଗ କନେକ୍ଟିଭିଟି ହେଇଯିବ। ଜୟପୁର ସହରକୁ ଆଉ ଲୋକ ବି ଆସିବେ ନାହିଁ, କାରଣ ଯେହେତୁ ବାଇପାସ୍ ରୋଡ୍ ବହୁତ ସୁବିଧାରେ ହେଇଯାଉଛି, ବହୁତ ଭଲ ପ୍ରୋଜେକ୍ଟଟା ହେଇଛି। ତ ଆଗାମୀ ଦିନରେ ଜୟପୁରକୁ କାହିଁକି ଆସିବେ ଲୋକ? ଦେଖନ୍ତୁ, କୋରାପୁଟ ଜିଲ୍ଲାରେ ଡେଭଲପମେଣ୍ଟ ବହୁତ ଗୁଡ଼ାଏ ହେଉଛି ଟୁରିଜିମ୍ ନାଁରେ। ଟୁରିଜିମ୍ ଦେଖନ୍ତୁ, ଦେଓମାଳି ହଉ କିମ୍ବା କୋଲାବ ହଉ, ଗୁପ୍ତେଶ୍ୱର ହଉ, ଗୁଡ଼ାଏ ଟୁରିଜିମ୍ ପ୍ଲେସ୍ ଅଛି ଯେଉଁଠିକି ଆଗରୁ ହେଇଯାଇଛି। ବର୍ତ୍ତମାନ ଜୟପୁରର ଭବିଷ୍ୟତ ଅନ୍ଧାର। ଜୟପୁରରେ କୌଣସି ଆର୍ଟିଫିସିଆଲ ଟୁରିଜିମ୍ ପ୍ଲେସ୍ ନାହିଁ ଯେଉଁଠିକି ଲୋକ ଆସିବେ। ଆଦିବାସୀ ବହୁଳ ଜିଲ୍ଲା ଏଠି, କୌଣସି ଆଦିବାସୀ ମ୍ୟୁଜିୟମ୍ ଗୋଟେ ନାହିଁ ଏବଂ କୋଲ୍ଡ ଷ୍ଟୋରେଜ ବି ତ ଗୋଟେ ନାହିଁ। ଆଉ ମୁଁ ଚାହୁଁଛି, ଏତେ ବଡ଼ ରେଭିନ୍ୟୁ ଯାଉଛି ଆମ କୋରାପୁଟ ଜିଲ୍ଲାର, ବହୁତ ବଡ଼ ମାଇନିଂ ସେକ୍ଟର ଅଛି। ତ କମ୍ ସେ କମ୍ ଏଇଠି ଉତ୍ପାଦନ ହେଉଛି ଆମର ଦେଖନ୍ତୁ, ମକା, ଆଖୁ ଭଳିଆ ଜାତୀୟ ଖାଦ୍ୟର ଉତ୍ପାଦନ ହେଉଛି। ତ ଏଥନଲ୍ ଫ୍ୟାକ୍ଟ୍ରିଟା ହେଲେ ଅନ୍ତତଃ ଆମ ଜୟପୁର କୋରାପୁଟବାସୀ ଲୋକ ଅନ୍ତତଃ ଆର୍ଥିକ ପରିସ୍ଥିତି ଠିକ୍ ହେଇଥାନ୍ତା। ଆଗାମୀ ଦିନରେ ଯଦି ଭାରତମାଳା ହେଲା ପରେ ଜୟପୁରର ଭବିଷ୍ୟତ ଅନ୍ଧାର ହେବ, ସେଥିପାଇଁ ମୁଁ ରିକ୍ୱେଷ୍ଟ କରୁଛି ଆଗାମୀ ଦିନରେ ଏଇସବୁ ଜିନିଷ କେମିତି ବି କେନ୍ଦ୍ର ସରକାର, ରାଜ୍ୟ ସରକାର ମିଳିତ ଉଦ୍ୟମରେ ଜୟପୁରର ଭବିଷ୍ୟତ ପାଇଁ ଟିକେ ଚିନ୍ତା କରନ୍ତୁ।